ପିଆଜ ଖାଇବା ପରେ ପାଟି ଦୁର୍ଗନ୍ଧ ଚୁଟକିରେ ହେବ ଦୂର। ଖାଇବାରେ ପିଆଜ ଖାଦ୍ୟର ସ୍ୱାଦ ଦ୍ୱିଗୁଣା କରିଥାଏ। ଖରାଦିନେ ତ ପିଆଜ ଖାଇବା ଅଧିକ ହୁଏ, କାରଣ ପିଆଜ ଖାଇବା ଦ୍ୱାରା ଶରୀର ଥଣ୍ଡା ରୁହେ। କିନ୍ତୁ ପିଆଜ କାଟିବା ପରେ ହେଉ ବା ଖାଇବା ପରେ ହେଉ ହାତ ଓ ପାଟି ଅଧିକ ଗନ୍ଧ ହୁଏ। ପିଆଜ ଖାଇବା ପରେ ଏଥିରେ ଥିବା ସଲଫର କମ୍ପାଉଣ୍ଡ ଶ୍ୱାସନଳୀରେ ପ୍ରବେଶ କରିବାରୁ ପିଆଜର ଦୁର୍ଗନ୍ଧ ଅଧିକ ସମୟ ଯାଏ ପାଟିରେ ରୁହେ। ପିଆଜ କାଟିବା ସମୟରେ ବି ସଲଫର ଉପାଦାନ ହାତରେ ସ୍କିନରେ ମିଶିଯାଏ, ତେଣୁ ସାବୁନରେ ଧୋଇବା ପରେ ବି ହାତରେ ପିଆଜ ଗନ୍ଧ ରୁହେ। କିନ୍ତୁ ଏହାକୁ କିଛି ଘରୋଇ ଉପାୟରେ ଦୂରେଇ ଦିଆଯାଇପାରେ। ହେଲ୍ଥଲାଇନ୍ ମୁତାବକ ପିଆଜ ଖାଇବା ଦ୍ୱାରା ଯଦି ଗୋଟିଏ ସେଓ ଖାଆନ୍ତି ତାହେଲେ ପାଟିରୁ ପିଆଜ ଗନ୍ଧ ସହଜରେ ଦୂରେଇ ଯାଏ, କାରଣ ସେଓରେ ଥିବା ପ୍ରାକୃତିକ ଏନଜାଇମ ପିଆଜର ସଲଫର କମ୍ପାଉଣ୍ଡକୁ ଦୂରାଇବାରେ କାମ କରେ। ଯଦି ପିଆଜ ଖାଇବାର କିଛି ସମୟ ପରେ ସେଓ ଖାଆନ୍ତି, ପାଟିରୁ ପିଆଜ ଦୁର୍ଗନ୍ଧ ଦୂର ହୋଇଯିବ। କେୟାର ଫିଡଲ୍ୟାଣ୍ଡସ୍ ମୁତାବକ ହାତରୁ ବି ପିଆଜ ଗନ୍ଧ ଦୂର କରିବାକୁ ଲେମ୍ବୁ ରସ ସବୁଠୁ ଭଲ, କାରଣ ଲେମ୍ବୁରେ ଥିବା ସାଇଟ୍ରିକ୍ ଏସିଡ୍ କେବଳ ବ୍ୟାକ୍ଟେରିଆ ଦୂର କରେ ତାହା ନୁହେଁ, ବରଂ ପିଆଜର ଗନ୍ଧକୁ ବି ଦୂର କରେ। ଏହା ସହ ଲେମ୍ବୁ ରସକୁ ପାଣିରେ ମିଶାଇ କୁଳି କଲେ ପାଟିରୁ ବି ପିଆଜର ଗନ୍ଧ ଦୂର ହୁଏ। ଗ୍ରୀନ୍ ଟି ବି ଏ କ୍ଷେତ୍ରରେ ଉପଯୋଗୀ। ଏଥିରେ ଥିବା ପଲିଫେନୋଲ୍ସ ନାମକ ଆଣ୍ଟିଅକ୍ସିଡେଣ୍ଟସ୍ ଥାଏ। ଏହି କମ୍ପାଉଣ୍ଡ ପିଆଜର ଗନ୍ଧକୁ ଦୂର କରେ। ତେଣୁ ପିଆଜ ଖାଇବା ପରେ ଗୋଟେ କପ୍ ଗ୍ରୀନ୍ ଟି ପିଇଲେ ପାଟି ରିଫ୍ରେଶ ହୋଇଯାଏ। ଆଉ ଏକ ମଜାଦାର କଥା ଜାଣନ୍ତି, ପିଆଜ କାଟିବା ପରେ ହାତକୁ ଷ୍ଟେନଲେସ୍ ଷ୍ଟିଲ୍ ବାସନରେ ଘଷିଲେ ହାତରୁ ପିଆଜ ଗନ୍ଧ ଦୂର ହୋଇଯାଏ, କାରଣ ଷ୍ଟିଲରେ ଥିବା ମଲିକ୍ୟୁଲ୍ସ ପିଆଜର ସଲଫର କମ୍ପାଉଣ୍ଡ ସହ ମିଶି ଏହାକୁ ଚର୍ମରୁ ଦୂରେଇ ଦିଏ। ଏହା ସହ ହାତରେ ଟିକେ ଲୁଣ ନେଇ ଘଷି ପିଆଜ ଗନ୍ଧ ଦୂରେଇଯାଏ। ଏସବୁ ସହ ଆପେଲ ସାଇଡର କିମ୍ବା ବେକିଂ ସୋଡାକୁ ପାଣିରେ ମିଶାଇ କୁଳକୁଚା କଲେ ପାଟିରୁ ପିଆଜ ଦୁର୍ଗନ୍ଧ ଦୂର ହୋଇଥାଏ। ଏହା ପାଟିର ପିଏଚ୍ ଲେଭେଲକୁ ବି ବାଲାନ୍ସ କରିଥାଏ। ବେକିଂ ସୋଡା ପାଟିର ଓରାଲ ହାଇଜିନ୍ ବଜାୟ ରଖୁଥିବା ବେଳେ ଦୁର୍ଗନ୍ଧକୁ ଦୂରେଇଥାଏ। ବ୍ୟୁରୋ ରିପୋର୍ଟ, ଆପଣଙ୍କ ଖବର। ଅଧିକ ଖବର ପାଇଁ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଓ ସବସ୍କ୍ରାଇब କରନ୍ତୁ।